ମହାନ୍ତି, ଉପସଭାପତି ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ। ଆଜି ମ୍ୟୁଜିକ୍ ସର୍କଲ ପକ୍ଷରୁ ସଙ୍ଗୀତର ଆୟୋଜନ କରାଯାଇଛି। ଆଜି ସନ୍ଧ୍ୟାରେ ଆମେ ଦେଖୁଛୁ ଯେ ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଆସିଛନ୍ତି ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାନ କରୁଛନ୍ତି। କ'ଣ ଉଦ୍ଦେଶ୍ୟ ରହିଛି ଏବଂ କ'ଣ କାର୍ଯ୍ୟକ୍ରମ ରହିଛି? ଆମର ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ଶାସ୍ତ୍ରୀୟ ସଙ୍ଗୀତ ପ୍ରମୋଟ୍ କରେ, କ୍ଲାସିକାଲ ହିନ୍ଦୁସ୍ତାନୀ ଭୋକାଲ୍ କ୍ଲାସିକାଲ ପ୍ରମୋଟ୍ କରେ। ସେଇ କାର୍ଯ୍ୟକ୍ରମରେ ଆମେ ବର୍ଷକୁ 2ଟି ଫେଷ୍ଟିଭାଲ୍ କରୁ। ଗୋଟେ ସୁଫି ସଙ୍ଗୀତ ଫେଷ୍ଟିଭାଲ୍ ହୁଏ, ଆଉ ଗୋଟେ ଶାସ୍ତ୍ରୀୟ ସଙ୍ଗୀତ ଫେଷ୍ଟିଭାଲ୍ ହୁଏ। ସେଥିରେ ଆମେ ସବୁ ପ୍ରସିଦ୍ଧ ଗାୟକ ଗାୟିକାମାନଙ୍କୁ ଡାକୁ। ମାସିକ ଗୋଟେ ଅନୁଷ୍ଠାନ ଆମର ହୁଏ, ଯେଉଁଥିରେ ଆମେ ଜୁନିୟର ଆର୍ଟିଷ୍ଟମାନଙ୍କୁ, ଯେଉଁ କଳାକାରମାନେ ଆସୁଛନ୍ତି ଫିଲ୍ଡକି, ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ଆମେ ପ୍ରୋଗ୍ରାମ୍ କରୁ। ଆଜି ସେଇ ପ୍ରକାର ଗୋଟେ ମାସିକ ଅନୁଷ୍ଠାନ। ଯେ ଆସାମରୁ ଆସିଛନ୍ତି ମୁଁ ଆସିଛନ୍ତି, ସେ ତାଙ୍କର କାର୍ଯ୍ୟକ୍ରମ ଦେଉଛନ୍ତି। ଆଉ ପ୍ରାୟ ଇଏ ଘଣ୍ଟିକିଆ 1.5 ଘଣ୍ଟା କାର୍ଯ୍ୟକ୍ରମ ହୁଏ। ଏହାର ଉଦ୍ଦେଶ୍ୟ କ'ଣ? ଉଦ୍ଦେଶ୍ୟ ସଙ୍ଗୀତକୁ ପ୍ରୋତ୍ସାହନ କରିବା, ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହନ କରିବା। ଆଉ ଶାସ୍ତ୍ରୀୟ ସଙ୍ଗୀତକୁ ଯେଉଁ ପ୍ରୋତ୍ସାହନ କରାଯିବ, ପ୍ରଚାର ପ୍ରସାର କରିବା। ଆମେ ଷ୍ଟ୍ରିକ୍ଟଲି ହିନ୍ଦୁସ୍ତାନୀ ଭୋକାଲ୍ କ୍ଲାସିକାଲ ଇନ୍ଷ୍ଟ୍ରୁମେଣ୍ଟାଲ ଇତ୍ୟାଦି ଉପରେ ଇଏ କରୁ। ଅନ୍ୟାନ୍ୟ କୌଣସି ପ୍ରକାର ସଙ୍ଗୀତ ଆମର ଏଠି କରାଯାଏ। ସମୟ ସମୟରେ ସେମି କ୍ଲାସିକାଲ ପ୍ରୋଗ୍ରାମ୍ ବି କରାଯାଏ, କିନ୍ତୁ କୌଣସି ପ୍ରକାରର ପପ୍ ମ୍ୟୁଜିକ୍ ହୁଏନି ଏଠି।